ନୀଲମର ଆଜି ଗୌରବ ଜୀବନ ବଞ୍ଚାଇ ଘରକୁ ନେଇକି ଆସନ୍ତି। ଆଉ ଗୌରବ ଆସି କୁହନ୍ତି, ତାକୁ ପଚାରେ ସେ କହିବ, ଆଉ ନିଜ ମୁହଁରେ ନିଜ କାନାମି କେମିତି କହିବ ସିଏ? ତଳେ ପକାଇଦେଲି ବୋଲି ତୁ ରାଗୁଥିଲୁ ନା ଆଦର୍ଶ? ତାକୁ ପଚାର ସେ କ'ଣ କରିବାକୁ ଯାଉଥିଲା? ସେ ନଦୀକୁ ଡେଇଁ ପଡ଼ିବାକୁ ଥାନ୍ତା। ଆଉ ଭାଗ୍ୟ ଭଲ ମୁଁ ଠିକ୍ ସମୟକୁ ରିମ୍ଝିମ୍ଙ୍କ ପାଇଁ ଆଇସ୍କ୍ରିମ୍ ଆଣିବାକୁ ଯାଉଥିଲି। ଆଉ ସେଇ ସମୟରେ ୟାକୁ ମୁଁ ଦେଖିଲି। ଆଉ ସେଇଠୁ ଟାଣି ଟାଣି ଘରକୁ ଆଣିଛି। ଆଉ ଇଏ ତ ଘରକୁ ଆସିବାକୁ ରାଜି ହେଉନଥିଲା। ଏତିକି କଥା କହିଦେଇ ଗୌରବ ତାପରେ ରୁମ୍କୁ ନେଇକି ନୀଲମକୁ ଚାଲିଯାଆନ୍ତି। ଏପଟେ ଦାଦିମା ରୁବିକି କୁହନ୍ତି, କ'ଣ ହେଲା ଖାଇବା ଚରଣୀ? ଦାନ୍ତ ଭାଙ୍ଗିଗଲା ନା? ମଜା ଆସିଗଲା ନା? ଲଡ଼ୁ ଖାଇବାରେ ପଲ୍ଲବୀର ବ୍ରତ ଭାଙ୍ଗିବାକୁ ଚାହୁଁଥିଲୁ? ନାଇଁ ନା, ଏବେ ତୁ ମଜା ଚାଖିଲୁ ତ? ଆରେ ଶୁଣ ବା, ପଥର ଆଉ ଗୁଡ଼ି ମିଶେଇଥିଲି ଆଉ ଲଡ଼ୁରେ, ଆଉ ଲଙ୍କା ବି ମିଶିଛି ଖାସ୍ ତୋରି ପାଇଁ। ଦେଖିଲୁ ତ, ଏ ଖାଇବା ଚରଣୀକୁ ଦୟା ଦେଖେଇବା ଜମା ବି ଉଚିତ ନୁହେଁ ମମତା। ଆଉ ଗୋଟେ କଥା ଖୋଲି ଶୁଣୁ, ପଲ୍ଲବୀ ସହିତ ଆଉ କେବେ ବି ତୁ ଲାଗିବୁନି। ଆଉ କେବେ ବି ତାକୁ ଅମଙ୍ଗଳ ଚିନ୍ତା କରିବୁନି। ଆଉ ଯଦି କେବେ କରିଛୁ ପୁଣି ତୋର ଏଇ ଅବସ୍ଥା ମୁଁ କରିବି। ଫ୍ରେଣ୍ଡସ୍, ଏହାର ପ୍ରତିଶୋଧ କ'ଣ ରୁବି ନେବ କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।